ସାଙ୍ଗମାନେ ଆଜିର ଏହି ଭିଡ଼ିଓଟି ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ସର୍ବପ୍ରଥମେ ଆପଣମାନଙ୍କୁ ମହାଶିବରାତ୍ରି ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ସାଙ୍ଗମାନେ 26 ଫେବୃଆରୀ 2025 ବୁଧବାର ଦିନ ପଡ଼ୁଅଛି ମହାଶିବରାତ୍ରି ବା ଜାଗର ପର୍ବ। ଏହି ମହାଶିବରାତ୍ରି ଦିନ ଗୋଟିଏ ଜିନିଷ ନିଶ୍ଚିତ ଭାବରେ ଖାଇଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କର ପୁରା ବର୍ଷ ଆପଣଙ୍କ ଘରେ ଅନ୍ନଧନର କମି ରହିବ ନାହିଁ, ଘରକୁ ଧନର ଆଗମନ ହେବ। ମହାଶିବରାତ୍ରି ଦିନ ବହୁତ ଗୁଡ଼ିଏ ଶୁଭ ଯୋଗ ନିର୍ମାଣ ହେଉଛି। ଏତେ ଗ୍ରହମାନଙ୍କର ମିଳନ ହେବା କାରଣରୁ ଏହି ଦିନ ରାଜଯୋଗ ଏବଂ ଧନ ଯୋଗର ନିର୍ମାଣ ହେଉଅଛି ଏବଂ ଏହି ଦିନରେ ସିଦ୍ଧି ଯୋଗ ମଧ୍ୟ ବନୁଅଛି। ଏହି ଦିନ ଅତି ପବିତ୍ର ଦିନଟିଏ। ଏହି ମହାଶିବରାତ୍ରି ଦିନ ଭଗବାନ ଶିବ ଶମ୍ଭୁଙ୍କୁ ଅତି ପ୍ରିୟ ହୋଇଥାଏ। ଏହି ଗୋଟିଏ ଜିନିଷ ଯଦି ଆପଣମାନେ ଏହି ମହାଶିବରାତ୍ରି ଦିନ ଖାଇ ନେଉଛନ୍ତି, ତେବେ ଆପଣଙ୍କର ପୁରା ବର୍ଷରେ କୌଣସି ଧନଗତ ସମସ୍ୟା ରହିବ ନାହିଁ ଏବଂ ଜୀବନରେ ସୁଖ ସମୃଦ୍ଧି ଆସିବାକୁ ଲାଗିବ ଏବଂ ଆପଣମାନେ ଭଗବାନ ଶିବଙ୍କର କୃପା ମଧ୍ୟ ଲାଭ କରିପାରିବେ। ଏହି ଦିନ କିଛି କରନ୍ତୁ ବା ନ କରନ୍ତୁ, ନିଶ୍ଚିତ ଭାବରେ ଏହି ଗୋଟିଏ ଜିନିଷକୁ ଆପଣମାନେ ଖାଇଦିଅନ୍ତୁ। ଆପଣଙ୍କର ଫାଇଦା ପାଇଁ ଆପଣମାନେ ଏହି ଭିଡ଼ିଓଟିକୁ ପ୍ରଥମରୁ ଶେଷ ଯାଏ ନିଶ୍ଚିତ ଦେଖନ୍ତୁ ସାଙ୍ଗମାନେ, ଯାହାଦ୍ୱାରା କି ଆପଣମାନେ ମହାଦେବଙ୍କର କୃପା ଲାଭ କରିବା ସହିତ ଆପଣଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧିକୁ ଲାଭ କରିବେ। ସାଙ୍ଗମାନେ, ଆପଣମାନେ ଯଦି ମହାଦେବଙ୍କର ଭକ୍ତ, ତେବେ କମେଣ୍ଟରେ ନିଶ୍ଚିତ ଭାବରେ ହର ହର ମହାଦେବ ବୋଲି ଲେଖିଦିଅନ୍ତୁ। ସାଙ୍ଗମାନେ, ଆମ ହିନ୍ଦୁ ଧର୍ମରେ ମହାଶିବରାତ୍ରି ଦିନ ବହୁତ ମହତ୍ଵ ରହିଛି। ଏହି ପର୍ବ ଫଗୁଣ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଇଥାଏ। ଏହା ମାନାଯାଇଥାଏ ଯେ ଏହି ଦିନ ପ୍ରକାଶ ରୂପରେ ଭଗବାନ ଶିବ ପ୍ରକଟ ହୋଇଥିଲେ ଏବଂ ଭଗବାନ ଶିବଙ୍କ ବିବାହ ମାତା ପାର୍ବତୀଙ୍କ ସହିତ ଏହି ଦିନରେ ହିଁ ହୋଇଥିଲା। ଯଦି ଏହି ଦିନରେ ଆପଣ ପୂଜାପାଠ କରୁଛନ୍ତି, ଏହାର ଗୁଣ ଆପଣଙ୍କୁ 10 ଗୁଣା ପ୍ରାପ୍ତ ହୋଇଥାଏ। ଆପଣଙ୍କ ଜୀବନରେ ବହୁତ ଗୁଡ଼ିଏ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଆମେ ଅଜାଣତରେ ଏମିତି କିଛି ଭୁଲ କରିଥାଉ ଯାହାକୁ କି ଆମକୁ ମିଳିବାକୁ ଯାଉଥିବା ପୁଣ୍ୟ ଫଳ ବଦଳରେ ଆମକୁ ପାପର ଭାଗୀଦାର ହେବାକୁ ପଡ଼ିଥାଏ। କ'ଣ ସେସବୁ ଭୁଲ ଯାହାକି ଭଗବାନ ଶିବଙ୍କ ପୂଜାରେ ଭୁଲରେ ବି କରିବା ଉଚିତ ହୋଇନଥାଏ? ଆସନ୍ତୁ ଜାଣିବା ସେସବୁ ବିଷୟରେ ଏବଂ ଆଜିର ଭିଡ଼ିଓଟିରେ ଆପଣମାନେ ଜାଣିପାରିବେ ମହାଶିବରାତ୍ରି ଦିନ ଏମିତି କେଉଁ ଜିନିଷଟିକେ ଖାଇଦେବା ଦ୍ୱାରା ଆପଣଙ୍କର ପୂଜା ସମ୍ପୂର୍ଣ୍ଣ ଭାବରେ ପୂର୍ଣ୍ଣ ହୋଇଥାଏ। ସେଥିପାଇଁ ଭିଡ଼ିଓଟିକୁ ପ୍ରଥମରୁ ଶେଷ ଯାଏଁ ନିଶ୍ଚିତ ଭାବରେ ଦେଖନ୍ତୁ। ତା ପୂର୍ବରୁ ଯଦି ଆପଣମାନେ ମହାଦେବଙ୍କୁ ବିଶ୍ୱାସ କରୁଥାନ୍ତି ଏବଂ ଭକ୍ତି କରୁଥାନ୍ତି, ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରି, ଯେଉଁମାନେ ମୋର ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ବଟନରେ କ୍ଲିକ୍ କରିଦିଅନ୍ତୁ। ସାଙ୍ଗମାନେ, ଯେବେ ବି ଆପଣ ଶିବ ମନ୍ଦିର ଯାଉଛନ୍ତି, ଭଗବାନ ଶିବଙ୍କ ଲିଙ୍ଗରେ ଜଳ ଅର୍ପଣ କରିଥାନ୍ତି ଆଉ ସେହି ଜଳ ମନ୍ଦିର ବାହାରକୁ ଯାଇଥାଏ। ତାହାକୁ ଆପଣ କେବେ ବି ଡେଇଁବା ଉଚିତ ନୁହେଁ। ଏହାକୁ ଡେଇଁବା ଦ୍ୱାରା ଅନେକ ଦୋଷ ଲାଗିଥାଏ। ଆପଣ ଜାଣିଥିବେ ଭଗବାନ ଶିବଙ୍କ ମନ୍ଦିରରେ ସମ୍ପୂର୍ଣ୍ଣ ପରିକ୍ରମା କରାଯାଇନଥାଏ। ଭଗବାନ ଶିବଙ୍କ ମନ୍ଦିରରେ ସର୍ବଦା ଅର୍ଦ୍ଧ ପରିକ୍ରମା କରାଯାଇଥାଏ। ସେଥିପାଇଁ ଆପଣ ଅର୍ଦ୍ଧ ପରିକ୍ରମା ନିଶ୍ଚୟ କରନ୍ତୁ। ତୁଳସୀ ପତ୍ର କେବେ ବି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ନାହିଁ। ମହାଦେବଙ୍କୁ ସିନ୍ଦୁର କିମ୍ବା ହଳଦୀ ଅର୍ପଣ କରନ୍ତୁ ନାହିଁ, କାହିଁକି ନା ଭଗବାନ ଶିବ ବୈରାଗୀ ଅଟନ୍ତି। ଆପଣ ଶିବଲିଙ୍ଗରେ ଜଳ ଅର୍ପଣ କରିବା ଦିନ ଜଳ ଅର୍ପଣ କରିବା ସହିତ କ୍ଷୀର, ଦହି, ମହୁ ଏସବୁ ଅର୍ପଣ କରିପାରିବେ। ସାଙ୍ଗମାନେ, ମହାଶିବରାତ୍ରି ଦିନ ଯଦି ଆପଣ ରାତି ସମୟରେ ପୂଜା କରିଥାନ୍ତି, ଏହାର ଫଳ ଆପଣମାନଙ୍କୁ ଅଧିକ ମାତ୍ରାରେ ମିଳିଥାଏ। ଏମିତିକି ମହାଶିବରାତ୍ରି ଦିନ ଉଜାଗର ରହିବାର ମଧ୍ୟ ବିଧାନ ରହିଅଛି। ଯେଉଁମାନେ ମହାଶିବରାତ୍ରି ଦିନ ଉଜାଗର ରହି ଜାଗର ଦୀପ ଜାଳିଥାନ୍ତି,
ସେମାନଙ୍କର ବର୍ଷ ବର୍ଷର ପାପ ନାଶ ହେବା ସହିତ ସେମାନଙ୍କର ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ। ଭଗବାନ ଶିବଙ୍କୁ ଏମିତି କିଛି ଫୁଲ ରହିଛି ସାଙ୍ଗମାନେ, ଯାହାକୁ କି ଭଗବାନ ଶିବଙ୍କୁ କେବେ ବି ଅର୍ପଣ କରିବା ଉଚିତ ନୁହେଁ। ଆପଣ ଶିବରାତ୍ରି ଦିନ ଭଗବାନ ଶିବଙ୍କ ସହ ମାତା ପାର୍ବତୀଙ୍କର ମଧ୍ୟ ପୂଜା କରନ୍ତୁ। ବିନା ବେଲପତ୍ରରେ ଯଦି ଆପଣ ଭଗବାନ ଶିବଙ୍କ ପୂଜା କରୁଥାନ୍ତି, ତେବେ ଆପଣଙ୍କର ପୂଜା ସବୁବେଳେ ଅଧୁରା ରହିଯାଇଥାଏ। ଏଥିପାଇଁ ଆପଣ ବେଲପତ୍ରରେ ପୂଜା କରନ୍ତୁ। ସେହି ବେଲପତ୍ରରେ ଚନ୍ଦନ କେଶର ଆଣି ପାଣିରେ ମିଶାଇ ସେହି ବେଲପତ୍ରରେ ଓମ୍ ମଧ୍ୟ ଆପଣ ଲେଖିପାରିବେ। ଏହା କରିବା ଦ୍ୱାରା ଆଉ ଏହି ପତ୍ର ଭଗବାନ ଶିବଙ୍କୁ ଚଢ଼ାଇବା ଦ୍ୱାରା ମଧ୍ୟ ଆପଣଙ୍କୁ ଅନେକ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। ଭଗବାନ ଶିବଙ୍କ ପୂଜାରେ ଅକ୍ଷତ ନିଶ୍ଚିତ ଭାବରେ ଅର୍ପଣ କରନ୍ତୁ। ଅକ୍ଷତ ଅର୍ପଣ କରିବା ଦ୍ୱାରା ଜୀବନରେ କେବେ ବି ଧନର କମି ରହିନଥାଏ। ଅକ୍ଷତ ଅର୍ପଣ କରିବା ଦ୍ୱାରା ଜୀବନରେ କେବେ ବି ଧନର କମି ରହିନଥାଏ। ଭଗବାନ ଶିବଙ୍କ ପୂଜାରେ କେବେ ବି କଳା ବସ୍ତ୍ର ପିନ୍ଧି ପୂଜା କରନ୍ତୁ ନାହିଁ। ଏହାଦ୍ୱାରା ଭଗବାନ ଶିବ ରୁଷ୍ଟ ହୋଇଯାଇଥାନ୍ତି। ମହାଶିବରାତ୍ରି ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିଯିବା ଉଚିତ ଏବଂ ସ୍ନାନ କରିବା ମଧ୍ୟ ଉଚିତ। ଏହା ମାନାଯାଇଥାଏ ଯେ 8ଟା ପରେ ସ୍ନାନ କରିବା ଅଶୁଭ ମାନାଯାଇଥାଏ। ଏଥିପାଇଁ ଆପଣ ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ ଆଦି କରିନିଅନ୍ତୁ। ଏହାଦ୍ୱାରା ମହାଦେବ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। କାରଣ ସକାଳ 8ଟା ପୂର୍ବରୁ ସ୍ନାନ କରିବା ଅତ୍ୟନ୍ତ ମଙ୍ଗଳକାରୀ ମାନାଯାଇଥାଏ। ଏହାର ସକାରାତ୍ମକ ଊର୍ଜା ଆପଣଙ୍କ ଉପରେ ବାସ କରିଥାଏ। ସାଙ୍ଗମାନେ, ଭଗବାନ ଶିବଙ୍କୁ କେବେ ବି ପ୍ଲାଷ୍ଟିକ ଲୋଟାରେ ଜଳ ଅର୍ପଣ କରନ୍ତୁ ନାହିଁ। ଏହାଦ୍ୱାରା ଭଗବାନ ଶିବ ରୁଷ୍ଟ ହୋଇଯାଇଥାନ୍ତି। ଆପଣଙ୍କର ପୂଜାକୁ ସ୍ୱୀକାର କରିନଥାନ୍ତି, ଯାହାଦ୍ୱାରା ଆପଣଙ୍କୁ ଯେଉଁ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାନ୍ତା ତାହା ଆପଣଙ୍କୁ ମିଳିନଥାଏ। ଭଗବାନ ଶିବଙ୍କ ପୂଜାରେ କେବେ ବି ତୁଳସୀ ପତ୍ରର ପ୍ରୟୋଗ କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କୁ ଘୋର ପାପ ଲାଗିଥାଏ। ମହାଶିବରାତ୍ରି ଦିନ କେବେ ବି ସ୍ୱାମୀ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ, ନଚେତ୍ ଅନେକ ଦୁଃଖ କଷ୍ଟ ଭୋଗିବାକୁ ପଡ଼ିଥାଏ ଏବଂ ରୋଗର ସାମ୍ନା କରିବାକୁ ପଡ଼ିଥାଏ। ତେଣୁ ଆପଣମାନେ ଏପରି ଭୁଲ କେବେ ବି ଶିବରାତ୍ରି ଦିନ କରନ୍ତୁ ନାହିଁ। ଏପରି ବ୍ୟକ୍ତି ସର୍ବଦା ନରକକୁ ଯାଇଥାନ୍ତି। ଏହି ଦିନରେ ମଦ୍ୟପାନ, ପିଆଜ ରସୁଣ, ମାଛ ମାଂସ ଇତ୍ୟାଦି ଭୁଲରେ ବି ଖାଆନ୍ତୁ ନାହିଁ। ଏହି ଦିନରେ ଶିବଙ୍କର ପଞ୍ଚାକ୍ଷରୀ ଜପ କରନ୍ତୁ। ଏହା ଆପଣଙ୍କୁ ଅନେକ ଲାଭ ମିଳିବ। ଆପଣଙ୍କୁ ଶିବ ଶମ୍ଭୁଙ୍କର କୃପା ମିଳିବ। ଏହା ସହ ସବୁ ଦୁଃଖ କଷ୍ଟ ଆପଣଙ୍କର ଦୂର ହେବ। ପୁରା ବର୍ଷ ଆପଣଙ୍କର ସୁଖ ସମୃଦ୍ଧିରେ ଭରିଯିବ। ସାଙ୍ଗମାନେ, ଆସନ୍ତୁ ଜାଣିବା ଏହି ଦିନରେ କେଉଁ ଜିନିଷ ଆପଣମାନେ ଘରକୁ ଯଦି ଆଣୁଛନ୍ତି, ଭଗବାନ ଶିବଙ୍କର କୃପା ଆପଣଙ୍କ ଉପରେ ପ୍ରାପ୍ତ ହୋଇଥାଏ। ଆଉ ଆପଣଙ୍କ ଉପରେ ଭଗବାନ ଶିବ ସବୁବେଳେ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଘରକୁ ଏବଂ ଆପଣଙ୍କ ପରିବାରକୁ କୃପା ଦୃଷ୍ଟିରେ ଚାହିଁଥାନ୍ତି। ସାଙ୍ଗମାନେ, ଭଗବାନଙ୍କର ଅତି ପ୍ରିୟର ଜିନିଷ, ଭଗବାନ ଶିବ ଶମ୍ଭୁଙ୍କର ଅତି ପ୍ରିୟର ଜିନିଷ ହେଉଛି ଡମ୍ବରୁ। ଏହି ଦିନ ଯଦି ଆପଣମାନେ ଘରକୁ ଗୋଟିଏ ଡମ୍ବରୁ କିଣି ଆଣିପାରିବେ ଏବଂ ଭଗବାନ ଶିବଙ୍କ ପୂଜାରେ ମଧ୍ୟ ଡମ୍ବରୁ ଯଦି ବଜାଇ ପାରିବେ, ଏହା ବହୁତ ଶୁଭ ହୋଇଥାଏ। ଏହାଦ୍ୱାରା ମଧ୍ୟ ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଏବଂ ଏହାଦ୍ୱାରା ଭଗବାନ ଶିବ ଜଲ୍ଦି ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ଯଦି ଆପଣଙ୍କ ଘରେ ଭଗବାନ ଶିବଙ୍କର ପରିବାରର ଫଟୋ ନାହିଁ, ଆପଣମାନେ ଏହି ମହାଶିବରାତ୍ରି ଦିନ ଭଗବାନ ଶିବଙ୍କର ପରିବାରର ଫଟୋ କିମ୍ବା ମୂର୍ତ୍ତି ଆପଣମାନେ ନିଶ୍ଚିତ ଭାବରେ କିଣି ଆଣିପାରିବେ। କାହିଁକିନା ଏହି ଦିନରେ ଆପଣମାନେ ଏହି ଭଗବାନ ଶିବଙ୍କର ମୂର୍ତ୍ତି ଏବଂ ଫଟୋ ଆଣିବା ଦ୍ୱାରା ଆପଣଙ୍କ ପାଇଁ ଏହା ବହୁତ ଶୁଭ ରହିବ ଏବଂ ଏହାଦ୍ୱାରା ଆପଣଙ୍କ ଉପରେ ଭଗବାନ ଶିବଙ୍କର କୃପା ରହିବା ସହ ଆପଣଙ୍କ ପରିବାର ଉପରେ ମଧ୍ୟ ସର୍ବଦା ଆପଣଙ୍କ ପରିବାର ଖୁସିରେ ଜୀବନ ବିତାଇବେ। ସାରା ବର୍ଷ ଆପଣଙ୍କର ଧନର ସମସ୍ୟା ରହିବ ନାହିଁ। ମହାଶିବରାତ୍ରି ଦିନ ଆପଣମାନେ ରୁଦ୍ରାକ୍ଷ ନିଶ୍ଚିତ ଭାବରେ କିଣି ଆଣନ୍ତୁ। ସାଙ୍ଗମାନେ, ଆପଣମାନେ ଜାଣିଥିବେ ମହାଦେବଙ୍କର ରୁଦ୍ରାକ୍ଷ
अति प्रिय होइथाए। शिव पुराण अनुसार एकमुखी रुद्राक्ष साक्षात भगवान शिवଙ୍କ अवतार होइथांती। एहाकु गलारे धारण करने द्वारा मनुष्यर समस्त इच्छा पूर्ण होइथाए, समस्त मनोस्कामना पूर्ण होइथाए। जदि रुद्राक्ष को पूजा करी जो जगार आपण माने धन रखुछंती सही स्थान रे जदि रखि देउछंती धन जनित समस्त समस्या मध्य नष्ट हो जाइथाए। किंतु शिवरात्रि दिन यदि निज घरे रुद्राक्ष रही थाए तेबे एहाकु बहुत शुभ बोली मान जाइथाए। एथिपाई आपण माने जदि रुद्राक्ष आपणक पाखरे नाही आपण माने महाशिवरात्रि दिन मध्य रुद्राक्ष को घर को नहीं आसी पारिबे। जदि आपण माने महाशिवरात्रि दिन महामृत्युंजय मंत्र को आनी निजर पूजा स्थान रे स्थापना करि पारिबे। यदि प्रत्येक दिन एही महामृत्युंजय मंत्र पूजा मध्य आपण करि पारिबे एहा द्वारा मध्य आपणक घरे सुख समृद्धि लागि रहिबो। एहा द्वारा भगवान शिवंकर अशेष कृपा मध्य प्राप्ति हेबो एवं आपणक घरे केबे भी काहाकू रोग जनित समस्या किछि रहिबो नाही। शास्त्र रे कहा जाए जदि गोटे त्रिशूल मंदिर को दान करा जाए जो व्यक्ति दान करिथांती सेपरि व्यक्ति को कौनसी दुर्भाग्य को तांको जीवन में सामना करने को पड़ी न थाए। भगवान शिवंक कृपा लाभ करिवे सही व्यक्ति। तेणु आपण माने जदि चाहिबे एही महाशिवरात्रि दिन मंदिर रे गोटे त्रिशूल दान मध्य करि परिबे। सांग माने आपण माने जानती जे कोनोसी शुभ दिन हेउ आपण माने घर को मयूर पंख निश्चित आनी परिबे। आउ एही महाशिवरात्रि दिन आपण माने मयूर पंखटी घर को निश्चित भाव में आणंतु। आपण गोटे किंबा दुईटी मयूर पंख आनी पारिबे। एहाकू बहुत शुभ बोली मान जाइथाए कारण मयूर पंख अनेक दिव्य शक्ति रे परिपूर्ण। जेउठी मयूर पंख थाई से घर को केबे भी दुर्भाग्य आसी न थाए। आपण माने तो जानिथिबे भगवान श्रीकृष्ण को मयूर पंख केते प्रिय। भगवान श्रीकृष्ण निज मथरे मयूर पंख को धारण करिथांती। एहा माना जाइथाए जे जो घरे मयूर पंख थाए से घर को केबे भी दुर्भाग्य आसी न थाए एवं से घर को केबे भी साप प्रवेश करि न थाए। एपरिकी जो घरे मयूर पंख रही थाए से घरे सबु नकारात्मक शक्ति गुड़ाक नाश हो जाइए एवं भगवान श्रीकृष्ण कृपा से घर को से परिवार को सर्वदा लगी रही थाए। तेणु आपण माने निश्चित भाव में शुभ दिन रे घर को मयूर पंख निश्चित भाव में किणी आणंतु। शिव पुराण रे माना जाइए सांग माने एही जिनिस को जदि आपण माने खाउछंती तेबे निश्चित भाव में आपणक उपरे शिव शंभुंकर कृपा लाभ हेबो। आपण मानकर सबु दुर्भाग्य दूर हेबो एवं आपणकर पूजा संपूर्ण हेबो। तेणु आपण माने एही महाशिवरात्रि दिन जदि बेलपत्र को खाउछंती आपण माने निश्चित भाव में शिव शंभुंकर कृपा लाभ करेबे। तो सहित शिव शंभुंकर अति प्रिय होइथे भांग। जदि आपण माने चाहिबे अल्प टिके भांग को चाखी पारिबे किंतु आपण माने बेलपत्र को निश्चित भाव में महाशिवरात्रि दिन खांतो। एहा करिबा द्वारा आपण मानकर सबु दुर्भाग्य नाश हेबो। आशा करे सांग माने मोर एही वीडियोटी आपण माननको निश्चित भाव में हेल्पफुल हेइथिबो। सांग माने आपण मानक उपरे भगवान शिव शुभंकर कृपा सबुबले लगी रहू। आपण माने ए वीडियोटी को केबे भी निज पाखरे सीमित रखंतु नाही। याको निजर प्रियजन मानक निश्चित भाव में शेयर करंतु कहीं निजर प्रियजन माने आपणकर जदि वीडियो को देखिबे सेमाने मध्य याको जानि परिबे आ यार शुभ फल मध्य सेमाने प्राप्त करि परिबे। सांग माने मोर वीडियो को गोटे लाइक करी चैनल को सब्सक्राइब करने पे जमार भी भूलंतु नहीं। नेक्स्ट आउ एक टॉपिक आपण मानक पय नै खेसिबी सेते पर्यंत विद्या दियंतु। रहिली नमस्कार।